କିନ୍ତୁ ସେ ଚାରୋଟି ପଥଟି ପ୍ରକୃତରେ କ'ଣ? ଠାକୁର ଅଭିରାମ ଏହାକୁ ତତ୍ତ୍ୱ ମାର୍ଗରେ ବୋଧେ ଚିନ୍ତା କରିଛନ୍ତି ଯେ ଠାକୁର ଅଭିରାମ କ'ଣ ଚିନ୍ତା କଲେ ବଳିଆ କ'ଣ ଜାଣିଛି ନା ବଳିଆକୁ ସେ କହିଛନ୍ତି? ବଳିଆ ଭାବୁଛି ସେ ଜଣେ ତତ୍ତ୍ୱଦର୍ଶୀ ସାଧକ ଭାବରେ ଗୋଟିଏ ସି ଧି ର ସ୍ତୁ ପୂର୍ବଦ୍ୱାର ସି ପଶ୍ଚିମ ଦ୍ୱାର ଧି ଉତ୍ତର ଦ୍ୱାର ର ଦକ୍ଷିଣ ଦ୍ୱାର ସ୍ତୁ। ଆଚ୍ଛା କେହି କହିବେ ଆକୁ ତ ଆମେ କିଛି ବୁଝିପାରୁନୁ। ତେବେ ଇଏ ଚାରୋଟି ପଥ ହେଉଛି ଧର୍ମ ପୂର୍ବ ଦ୍ୱାର, ଅର୍ଥ ପଶ୍ଚିମ ଦ୍ୱାର, କାମ ଉତ୍ତର ଦ୍ୱାର, ମୋକ୍ଷ ଦକ୍ଷିଣ ଦ୍ୱାର। ଏହାର ଆଉ ଅନ୍ୟ ଅର୍ଥ ହେଉଛି ସତ୍ୟ ପୂର୍ବ ଦ୍ୱାର, ଶାନ୍ତି ପଶ୍ଚିମ ଦ୍ୱାର, ଦୟା ଉତ୍ତର ଦ୍ୱାର, କ୍ଷମା ଦକ୍ଷିଣ ଦ୍ୱାର। ଇଏ ଗଲା। ଯଦି ଜଣେ ବେଦବିତ୍ ପଚାରିବେ ବା ଭାବିବେ ତେବେ ସାମବେଦ ହେଉଛି ପୂର୍ବ ଦ୍ୱାର, ଯଜୁର୍ବେଦ ପଶ୍ଚିମ ଦ୍ୱାର, ଇଏ ଉତ୍ତର ଦ୍ୱାର ଋଗ୍ବେଦ, ଏଇଟା ଦକ୍ଷିଣ ଦ୍ୱାର ହେଲା ଅଥର୍ବବେଦ। କିନ୍ତୁ ଏ କଥାଟା ଟିକେ ଗୋଳମାଳିଆ ହେଉଛି। ସାମବେଦଟା ପୂର୍ବ ଦ୍ୱାର କହିବା ଅର୍ଥ ହେଉଛି ସାମବେଦ ହେଉଛି ଭଗବାନଙ୍କ ଉଦ୍ଦେଶ୍ୟରେ ସ୍ତୁତି। ସେଇଭଳି ଭାବରେ ଯଜୁର୍ବେଦ ହେଉଛି କର୍ମକାଣ୍ଡ ପଶ୍ଚିମ ଦ୍ୱାର। କିନ୍ତୁ ମୂଳ କଥା ହେଉଛି ପ୍ରଥମ ବେଦ ହେଉଛି ଋଗ୍ବେଦ, ସାମବେଦ, ଯଜୁର୍ବେଦ, ଅଥର୍ବବେଦ। ସେ ଯିଏ ଯେଉଁ ଦ୍ୱାରରେ ଯେଉଁ ବେଦକୁ ଚିନ୍ତନ କରୁ। ତେବେ ଇଏ ଚାରୋଟି ପଥ ଅଛି। ତମେ କେଉଁ ପଥ ଦେଇକିରି ଯିବ ଆଗେ ସ୍ଥିର କର। ଯେଉଁ ପଥ ଗଲେ ବି ଯେଉଁ ପଥରେ ଗଲେ ବି ଜଗନ୍ନାଥଙ୍କୁ ହିଁ ଦେଖିବ। ଆଉ ଇଏ ହେଉଛି ଠାକୁର ଅଭିରାମଙ୍କର କଥା। ମଧୁ ସେଇ ଜଗନ୍ନାଥଙ୍କ କଥାକୁ ଆଉ ଏକ ପ୍ରକାରରେ କହିଲେ। ଏକାକ୍ଷର ଜଗନ୍ନାଥ ରୂପ ହୃଦୟାଙ୍କି ନାସାଗରୁ ପଛରେ ଧ୍ୟାନ ଏକାକ୍ଷର ଜଗନ୍ନାଥଙ୍କୁ ଏକାକ୍ଷର ମନ୍ତ୍ରରେ ଅର୍ଥାତ୍ ଓଙ୍କାର ରୂପୀ ଏକାକ୍ଷର ମନ୍ତ୍ରରେ ହୃଦୟ ଚକ୍ରରେ ଧ୍ୟାନ କର। ଗୀତା ତ କହିଛନ୍ତି, ବଳିଆ ତ ସବୁବେଳେ କହେ ହୃଦୟ ଚକ୍ରକୁ ଧ୍ୟାନ କର। ତେବେ ହୃଦୟ ଚକ୍ରରେ ଯଦି ପ୍ରଭୁ ଅଛନ୍ତି, ସେ ଗରୁଡ଼ ତାଙ୍କର କେଉଁଠି ଅଛି? ଏଇ ଯେଉଁ ନାସାଗ୍ରଟା ହେଉଛି ଗରୁଡ଼। ଆଖି ବୁଜି ଦିଅ, ନାସାଗ୍ରକୁ ସ୍ମରଣ କର। ନାସାଗ୍ର ସ୍ମରଣ ପରେ ହୃଦୟରେ ହୃଷିକେଶ ଜଗନ୍ନାଥଙ୍କୁ ଚିନ୍ତନ କର। ବଧୁ ଏଇଆ କହିଲେ। ଆଉ ବୈକୁଣ୍ଠ ସେଇ ବଳଦେବଙ୍କର ରଥଯାତ୍ରାକୁ ଲକ୍ଷ୍ୟ କରି କହିଛନ୍ତି। ସିଂହଦ୍ୱାର ଠାରୁ ଗୁଣ୍ଡିଚା ଘରକୁ ଅନାଇଲେ ଦିଶୁ ନାହିଁ ତ ପଥ। ସିଂହଦ୍ୱାର ଅନାଇଲେ
ସେ ଭିଡ଼ ଭିତରେ ପଶିଗଲେ ସେହି ପଶିଗଲେ ଝାଳେ ଜର ହୁଏ ଦେହ ବୈକୁଣ୍ଠ କହିଲେ ସମସ୍ତଙ୍କୁ ଡାକିଲେ ଆସରେ ସମସ୍ତେ ମିଳିମିଶି ତୁଳସୀ କ୍ଷେତ୍ର ବଳଦେବଙ୍କୁ ଦର୍ଶନ କରିବା। ଆଜି ବି ଓଡ଼ିଶାରେ ଅନେକ ଜାଣନ୍ତି ନାହିଁ ବଳଦେବ କ୍ଷେତ୍ର ତୁଳସୀ କ୍ଷେତ୍ର ଇଚ୍ଛାପୁରେ ଅଛନ୍ତି। ତେଣୁ ଲୋକ ଭାବନ୍ତି ଜଗନ୍ନାଥ ତ ସବୁ ବର ଦେବେ, ବଳଦେବ କ'ଣ କରିବେ, ଏଠି କାହିଁକି ଯିବା? ଏସବୁ କଥା ନୁହେଁ। ମୁଁ ଗୋଟିଏ କଥା ଆପଣମାନଙ୍କୁ ମନେ ପକାଇ ଦେଉଛି। ବାଲେଶ୍ୱରର ଏଇ ସେବକର ଜଣେ ଶିଷ୍ୟା ସେ ମୋତେ କହିଲେ ସେ ଯାଇଥିଲେ ଜଗନ୍ନାଥଙ୍କ ଦର୍ଶନକୁ, ଏତେ ଭିଡ଼ ହେଲା ଯେ ସେ ଆଉ ଦର୍ଶନ କରିପାରିଲେନି, ବସିକିରି କାନ୍ଦିଲେ। ତାଙ୍କ ସ୍ୱାମୀ କହିଲା କାହିଁ କାନ୍ଦୁଛ, ଚାଲ ଅନ୍ୟାନ୍ୟ ଯେଉଁ ଦେବୀ ଦେବତା ମାନେ ଆମ ମନ୍ଦିର ଭିତରେ ଅଛନ୍ତି ତାଙ୍କୁ ଦେଖିବା, ଦର୍ଶନ କରିବା। ଇଏ ଯେତେବେଳେ ଗଲେ ତାଙ୍କ ଅନୁଭୂତି କହୁଥାନ୍ତି, ଇଏ ଯେଉଁଠିକି ଗଲେ ସେଠି ଭିଡ଼, ସେଇ ଭିଡ଼ ଭିତରେ ଠେଲା ପେଲା ହେଇ ସେ ଯାଇକିରି ସେଇ ଠାକୁରଙ୍କ ପାଖରେ ପହଞ୍ଚି ଯାଆନ୍ତି। ତଥା କଳ୍ପବଟ, ମୁକ୍ତିମଣ୍ଡପ, ନୃସିଂହ, ଲକ୍ଷ୍ମୀଙ୍କ ମନ୍ଦିର, ବିମଳାଙ୍କ ମନ୍ଦିର, ନୃସିଂହଙ୍କ ମନ୍ଦିର ସବୁ ସେ ଯାଇ ସେଇଠି ପହଞ୍ଚି ଯାଆନ୍ତି, ଦର୍ଶନ ଭଲ ଭାବରେ କରନ୍ତି। ତାକୁ ଦର୍ଶନ କରି ଆସି ସେ ଗୋଟିଏ ଜାଗାରେ ଠକା ମାରି ଠିଆ ହେଇଛନ୍ତି। ଏଥିବେଳେ ତାଙ୍କ କାନ ପାଖରେ ଶୁଭୁଛି କେହି ଜଣେ କହୁଛି ଯେ ତୁ ଯାହାକୁ ଦେଖିଲୁ ସବୁ ହେଉଛନ୍ତି ଜଗତନାଥ। ତାଙ୍କର ଭ୍ରମ ତୁଟିଲା। ଜୟ ଗୁରୁ ଜଗନ୍ନାଥ ସ୍ମରଣ କରି ସେ ଘରକୁ ଫେରିଲେ। ଇଏ କଥାଟି ସେଇ ମାର କଥା ନୁହେଁ, ଏଇଟା ସମସ୍ତଙ୍କ ପାଇଁ କଥାଟିଏ ଯେ ଆମେ ଭାବୁଛୁ ଜଗନ୍ନାଥ ସ୍ୱତନ୍ତ୍ର, ବଳଦେବ ସ୍ୱତନ୍ତ୍ର। ଜଣେ କୁଜଙ୍ଗର ଜଣେ ଆମର ଡେପୁଟି ସ୍ପିକର ଥିଲେ ବହୁତ ଦିନ ତଳେ, ତାଙ୍କ ନାଁ ବୀରବର ସାମନ୍ତ। ସେ ଥରେ କୁଜଙ୍ଗର କାର୍ଯ୍ୟକ୍ରମରେ ପାରାଦୀପ ଗଡ଼ରେ ବଳିଆର ଦେଖାହେଲେ। ସେ ଭାରି ଜଗନ୍ନାଥ ପ୍ରେମୀ। ଆଲୋଚନା ପ୍ରସଙ୍ଗରେ କହିଲେ ଯେ ଜଗନ୍ନାଥଙ୍କର ଯେଉଁ ଚତୁର୍ଦ୍ଧା ମୂର୍ତ୍ତି, ଲୋକେ ଭାବୁଛନ୍ତି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ। ପ୍ରକୃତରେ ବଳଦେବ ହିଁ ଜଗନ୍ନାଥ, ସୁଭଦ୍ରା ହିଁ ଜଗନ୍ନାଥ, ଜଗନ୍ନାଥ ହିଁ ଜଗନ୍ନାଥ, ସୁଦର୍ଶନ ହିଁ ଜଗନ୍ନାଥ। ଇଏ କଥାଟା ବହୁତ ଦିନ ପୂର୍ବେ ବଳିଆ ତାଙ୍କଠାରୁ ଶୁଣିଥିଲା। ଏଇ ବଳିଆର, ଏଇ ଯେଉଁ ସେବକ ବଳିଆର ଅନୁଭୂତିରେ କେନ୍ଦ୍ରାପଡ଼ାରେ ଯିଏ ବଳଦେବ ସିଏ ହେଉଛନ୍ତି ପୁରୀର ଜଗନ୍ନାଥ। କେନ୍ଦ୍ରାପଡ଼ାରେ ଯେଉଁ ଯିଏ ଜଗନ୍ନାଥ ସିଏ ହେଉଛନ୍ତି ପୁରୀର ବଳଦେବ, ଆଉ ସୁଭଦ୍ରା ତ ସୁଭଦ୍ରା। ଆଉ ତେଣୁ ଇଏ ଚାରୋଟି ତତ୍ତ୍ୱକୁ ଆକୁ ବୁଝିବାକୁ ପଡ଼ିବ। ଆମେ ଦୁନିଆରେ ଯାହାକୁ ଦେଖୁଛୁ ସବୁ ହେଉଛନ୍ତି ଜଗନ୍ନାଥ। ତେଣୁ ସିଂହଦ୍ୱାର ଠାରୁ ଗୁଣ୍ଡିଚା ଘରକୁ ଅନାଇଲେ ଦିଶୁ ନାହିଁ ତ ପଥ, ସେ ଭିଡ଼ ଭିତରେ ପଶିଗଲେ ଥରେ, ଝାଳେ ଜର ଜର ହୁଏ ଦେହତ। ବୈକୁଣ୍ଠଙ୍କର ଗୋଟିଏ ଆଶ୍ରମ ରହିଛି ପ୍ରାକୃତିକ ପରିବେଶରେ, କେନ୍ଦ୍ରାପଡ଼ାର ଗରାପୁର ଠାରେ।
ବଳିଆ ଯାଇଛି ତାଙ୍କର ପ୍ରତିମୂର୍ତ୍ତି ପ୍ରତିଷ୍ଠା ଉତ୍ସବରେ ବଳିଆ ଯାଇଛି। ଜଳଉକାରେ ତାଙ୍କ ପ୍ରତିମୂର୍ତ୍ତି ନିଜେ ପ୍ରତିଷ୍ଠା କରିଛି। ଆଜି ବୈକୁଣ୍ଠ ପରିବାରର ଅନେକ ବ୍ୟକ୍ତି ଏହାକୁ ଭୁଲି ଯାଇଛନ୍ତି। ବୈକୁଣ୍ଠ କହିଥିଲେ ବଳିଆ ମୋର ସମାଧି ପ୍ରତିଷ୍ଠା କରିବ, କିନ୍ତୁ ଏମିତି ବେଳ ଆସିଲା ଜଗତୀ ବାବୁଙ୍କ ମାଧ୍ୟମରେ ବଳିଆ ଜଳଉକା ପାହାଡ଼ର ସେ ପ୍ରତିମୂର୍ତ୍ତିକୁ ବଳିଆ ପ୍ରତିଷ୍ଠା କରିଛି। ସ୍ୱତନ୍ତ୍ର ମନ୍ତ୍ର ତିଆରି କରିଥିଲି, ସେହି ମନ୍ତ୍ର ଦ୍ୱାରା ବୈକୁଣ୍ଠଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେଇଛି। ଆଉ ଗରାପୁରେ ବଳିଆ ପ୍ରତିଷ୍ଠା କରିନି, ତୁ ତାଙ୍କ ପ୍ରତିଷ୍ଠା ଉତ୍ସବକୁ ଯାଇଥିଲି। ଆଜି ବୈକୁଣ୍ଠ ପରିବାର ଅନେକ ମାନେ ପ୍ରାୟ ସମସ୍ତେ କେତେ ଜଣକୁ ଛାଡ଼ିଦେଲେ ବଳିଆ ନାଁ କେହି ନିଅନ୍ତି ନାହିଁ। ବଳିଆ ଯେ ବୈକୁଣ୍ଠଙ୍କର ଗୋଟେ କ'ଣ ଲୋକ ସେ କଥା କେହି କୁହନ୍ତି ନାହିଁ। ତେଣୁ ଯାହା ହଉ ଆମେ ତ କହୁଛୁ, ସେ ତାଙ୍କର ନ କୁହନ୍ତୁ, ଆମର କ'ଣ ଯାଉଛି। ଏଇ ଭିତରେ ଯିବି ପରାହାଟ, ଏ ପରାହାଟରେ ଗୋଟେ ଘଣ୍ଟା ବସିବି, ସେଠି ଗୋଟିଏ ମୋର ବଳିଆ ପ୍ରେମୀ ଗୋଟିଏ ଚୁନିଆ ଭାଇ ଆମର ଅଛନ୍ତି, ତାଙ୍କ ସହିତ ଟିକେ ବସି କଥା ହେଇ ବୈକୁଣ୍ଠଙ୍କର ଗୋଟେ ଚନ୍ଦନ ସଂଗୀତା ଯଜ୍ଞରେ ହୁଏ। ଆଉ ଜଗତୀ ବାବୁ ସିଏ ମଧ୍ୟ ବଳିଆକୁ ଭଲ ପାଆନ୍ତି। ବାବୁ ମୋତେ କିଏ ଭଲ ନ ପାଅ, ବୈକୁଣ୍ଠଙ୍କ ଶତବାର୍ଷିକରେ 100ଟି ଗଛ ଏଠି ଆମେ ଲଗେଇଛୁ। ଆପଣମାନେ ଜାଣିଛନ୍ତି ସବୁ ଅନୁଷ୍ଠାନ ତାଙ୍କର ଥରେ ଥରେ କରିଛନ୍ତି। ମୁଁ ବର୍ଷକ ଯାକ ବୈକୁଣ୍ଠଙ୍କର 365 ଦିନରେ 365 ଥର ମାନେ ଶତବାର୍ଷିକ କରିଥିଲି। ଆଶ୍ରମରେ 3 ଥର ସମ୍ମିଳନ କରିଥିଲି। ତଥାପି ଏତେ ବଳିଆକୁ ଏତେ ଘୃଣା କାହିଁକି? ବଳିଆ କ'ଣ କଲା କି ତମର? ତମେ ବଳିଆକୁ ନିଜ ପରିବାରରେ ନ ମିଶା। ମୁଁ ତ ବୈକୁଣ୍ଠ ପୁଅ, ଆଉ କେଦାରନାଥ ଗଲାକୁ ବୈକୁଣ୍ଠ ମୋତେ କୁଣ୍ଡେଇକି ଧରିଛନ୍ତି ସ୍ୱପ୍ନରେ। ଆଉ ଏମିତି କହୁ କେତେ ସମୟ ଯିବ, ଆଉ କ'ଣ କହିବା, କାମ ସାରିବାକୁ ପଡ଼ିବ। ଆମ ଆଗରେ ଯିଏ ବଇଛନ୍ତି ସେ ହାତ ହଲଉଛନ୍ତି। ମୋର କହିବାକୁ ମନ ଥିଲେ ବି ସେଇଠୁ ମୋ କହିବାଟା ପୂର୍ଣ୍ଣଚ୍ଛେଦ ହେଇଯାଉଛି। ଆଚ୍ଛା, ବାବା କହିଲେ, କାଲି ତ କହିଥିଲେ, ଆଜି ପୁଣି କହୁଛି, ସଂଶୟ ଯୋଉଠି ଅଛି ସେ ବିନାଶ ହବ। ବଳିଆ ଯଦି ବୈକୁଣ୍ଠ ଉପରେ ସଂଶୟ ରଖିବ ବିନାଶ ହବ। ଗୋଟେ କଥା ମୁଁ ବାୟାଙ୍କ କଥା କହୁଛି। ଦିନେ ଟିକିରି ମଠକୁ ଗଲି, ବାୟା ବାବାଙ୍କ ପାଖରେ ବସିଲି। ତାପରେ ଟିକେ ତଳକୁ ଆଇଲି, ସେ ପାନ ଯାଚିଲେ, ମୁଁ ମିଛ କହିଦେଲି ପାନ ଖାଏନି, ଗୋଟେ ବାହାଦୁରୀ ଦେଖେଇଦେଲି। ତାପରେ ଯେତେବେଳେ ପାନ ଖାଇଲି ପାଟି ଯାକ ସବୁ ଘା ହେଲା, ବାଧ୍ୟ ହୋଇକିରି ଛାଡ଼ିଲି। ମହାପୁରୁଷ ମାନେ ଏଇଆ। ତାପରେ ତଳକୁ ଆସି ପୁଣି ଉପରକୁ ଗଲି। ମୋତେ ତ ବାୟା ଚେୟାର ଖଣ୍ଡେ ଦିଏ, ବଳିଆ ସେଠି ବସିଲା। ବାୟା ସବୁ ଗପସପ ହେଲେ। ଜଣେ ମାଢୁଆଳି ବାବୁ ଆଇଲେ, ପୁଳାଏ ଖଣ୍ଡେ କପଡ଼ା ଧରିକି ଯାଇଥାନ୍ତି। ବାୟା ତାକୁ ସବୁ ବସିକିରି ଦେଖିଲା, କେଉଁ କପଡ଼ାଟା କେତେ ଦାମ ଏବଂ ସେ କପଡ଼ାଟାକୁ ଆଶ୍ରମ ବାବାଜୀ ମାନେ ପିନ୍ଧିବେ, ସେଇ କଥା ବାୟା ସବୁ ମୁଲେଇଲା। ଏଇଟା ବାବୁ କେତେ? ନା ଏଇଟା ଏମିତି, ତା କ'ଣ ମାନେ ସୁଗୁନଟାଏ। ବଳିଆ କିନ୍ତୁ ଭାବୁଥାଏ, ଏଡ଼େ ବଡ଼ ମହାପୁରୁଷ, ଇଏ ଲୁଗା କ'ଣ ମୁଲେଇଲେଣି? କାରଣ ବଳିଆ ତା ଜୀବନରେ ଏଗୁଡ଼ା କିଛି ମୁଲେଇନି। ଆଜି ପର୍ଯ୍ୟନ୍ତ ବି ଗୋଟେ ବାର୍ଗେନିଂ କରି ଜାଣିନି କି କେଉଁଟା ଭଲ। ଯିଏ ମୋତେ ପଚାରେ ଇଏ ଲୁଗାଟା ଭଲ, ହଁ ଭଲ, ସେଇଟା ହଁ ଭଲ, ସବୁ ତ ମୋତେ ଭଲ ଦେଖାଯାଏ। ଆଉ
ମୁଁ କିଛି ମୁଲାମୁଲି କରିନି। ଜୀବନରେ ଥରେ ମୁଲେଇଥିଲି, ଗୋଟେ ଜାମା କିଣିଥିଲି କଲିକତା କଲେଜ ଷ୍ଟ୍ରିଟ୍ ପାର୍କରୁ 9 ଟଙ୍କାର ଗୋଟିଏ ଜାମା, ସେଇଆକୁ ପିନ୍ଧିଥିଲି। କାରଣ ତା ପୂର୍ବ ଜାମାଟା କିଏ କୁଆଡ଼େ ନେଇଗଲା, ଏଇ ଜାମାଟା ପିନ୍ଧିଲି। ତେଣୁ ଜୀବନଟା ମୋର ଏଇଆ। ବାୟାରେ ଯେତେବେଳେ ୟାକୁ କପଡ଼ା ବୁଲଉଛନ୍ତି ବଳିଆକୁ ବିକର୍ଷଣ ହେଲା। କ'ଣ ଏଡ଼େ ବଡ଼ ମହାପୁରୁଷ ଏତେ ତଳକୁ କ'ଣ ଖସି ଯାଉଛନ୍ତି? ଗଲା, ମନ କଥା ମନରେ ଥାଏ। ତାପରେ ଆଶ୍ରମକୁ ଆଇଲି। ଆଶ୍ରମ ମୁଁ ତ ବାୟାକୁ ଭଲ ପାଏ, ଟିକେ ଗୋଟା କ'ଣ ସନ୍ଦେହ ଟିକେ ସୃଷ୍ଟି ହେଲା। ଆଉ ସଂଶୟ ଆତ୍ମା ବିନଶ୍ୟତି। ଆଶ୍ରମରେ ସେତେବେଳେ 4 ଜଣ ସେବକ ଥିଲେ। 1ରେ ପ୍ରେମାନନ୍ଦ, 2ରେ ଶ୍ରୀବାସ ବା କୁନୁ ଭାଇ, 3ରେ ଶିଶିର ବା ସୀତାରାମ ଭାଇ, 4ରେ ଗୁର ଭାଇ। ତାରୁ ଜଣେ ଗଲେଣି, ସେ ହେଉଛନ୍ତି ପ୍ରଫୁଲ୍ଲ ଭାଇ। ଇଏ ଗୁର ଭାଇଟି ମୋ ପାଖରେ ସେବକ ଥାଏ। ସେ ଟିକେ ବେଶୀ ପାଣି ହାତ ହୁଏ। ସିଏ ଟିକେ ଭଲ ଭଲ କପଡ଼ା ତାର ଦରକାର, ଆଉ ବେଶୀ କପଡ଼ା ସେ ପିନ୍ଧେ। ଇଏ ତା କପଡ଼ା ପିନ୍ଧାକୁ ଦେଖିକିରି ସମସ୍ତେ 2 ଖଣ୍ଡ, ତାର 4 ଖଣ୍ଡ। ଗୋଟା କଜିଆ ତାଙ୍କ ଭିତରେ ଆରମ୍ଭ ହେଲା। ତୁ କାହିଁ ଏତେ କପଡ଼ା ପିନ୍ଧୁଛୁ? ଏତେ କପଡ଼ା ତୋର କ'ଣ ଦରକାର? ନା ମୁଁ ପାଣି ହାତ ହେଉଛି। ଇଏ କଜିଆଟା ମୋ କାନରେ ବାଜିଲା। ମୁଁ କହିଲି, ପିଲାମାନେ, ଆଜିଠାରୁ ତମେ କେହି କପଡ଼ା ପାଇଁ ପାଟିମୁଣ୍ଡ କରିବ ନାହିଁ। ବଳିଆ ଯେଉଁ କପଡ଼ା ବାଛିକିରି ଦେବ, ସେଇ କପଡ଼ା ତମେ ପିନ୍ଧିବ। ଶେଷରେ ମୁଁ କପଡ଼ା ମୁଲେଇଲି, କପଡ଼ା ବାଲାଙ୍କୁ ଡାକିଲି, ମୁଲେଇଲି, କପଡ଼ା ସବୁ ସିଲେକ୍ସନ୍ କଲି। ଇଏ ପ୍ରଫୁଲ୍ଲ ଭାଇ ୟାକୁ ପିନ୍ଧିବ, କୁନୁ ଭାଇ ୟାକୁ ପିନ୍ଧିବ, ଶିଶିର ଭାଇ ୟାକୁ ପିନ୍ଧିବ, ଗୁର ଭାଇ ୟାକୁ ପିନ୍ଧିବ। ଇଏ କଥା କହିସାରିଲା ପରେ ମୋର ମନେ ପଡ଼ିଗଲା ବାୟାବାଙ୍କ କଥା। ଇରେ ହେ, ମୁଁ ସେଦିନ କହୁଥିଲି ବାୟା ବାବା କ'ଣ କପଡ଼ା ମୁଲଉଛନ୍ତି, ମୁଁ ତ ମୁଲେଇଲେଣି। ବାୟା ବାବା କ'ଣ ସିଏ ପିନ୍ଧିବା ପାଇଁ ମୁଲଉଥିଲେ? ବାବାଜୀ ମାନଙ୍କ ଭିତରେ ଗଣ୍ଡଗୋଳ ହବନି ବୋଲି ସେ କପଡ଼ା ମୁଲଉଥିଲେ। ବଳିଆ ଆଜି କପଡ଼ା ମୁଲଉଛି, ଆଉ ଏଇ ତାଙ୍କରି ଭିତରେ କଜିଆଟା ଲାଗିବନି ବୋଲି। ବଳିଆ ମଧ୍ୟ ସେଇଦିନ ଠାରୁ ଲୁଗା ସବୁଦିନ ପିନ୍ଧୁଥିଲି ସବୁବେଳେ। ସେଦିନ ଠାରୁ ଚାଦର ପିନ୍ଧିବା ଆରମ୍ଭ କଲି। ମୁଁ କହିଲି, ଆଉ ସମସ୍ତଙ୍କ ପାଇଁ ଚାଦର ଦରକାର, ମୁଁ କାହିଁ ଏକୁଟିଆ ଲୁଗା ପିନ୍ଧିବି? ତେଣୁ ସଜ୍ଜନ, କାହାର ଦୋଷ ଦେଖନା, ସଂଶୟ ଆତ୍ମା ବିନଶ୍ୟତି। ତାଙ୍କ ଗୁରୁ ବାବାଜୀ ରାମଦାସ କହିଲେ, ଆବାଳ ବୃଦ୍ଧ ପୁରୁଷ ନାରୀ ଏଇ କୃପା କର সকলে, যেন ଆଜ୍ଞା ପାଳନ କରିତେ ପାରି। হে ମଣିଷ, হে ଆବାଳ ବୃଦ୍ଧ ବନିତା, ସମସ୍ତେ ଏଇ କୃପା ମାଗ ଯେ ଆମେ ଯେମିତି ଗୁରୁଙ୍କର ଆଜ୍ଞାକୁ ଜୀବନରେ ଅକ୍ଷର ଅକ୍ଷରେ ପାଳନ କରିବୁ। କଥାଟି ଏଇଠି ରଖିବା।
ଦର୍ଶନ